ଏଇଠି କୋଉଠି ହେଇଥିଲା ଦେଖୁଛି ମୁଁ କହିବି। ତୁମେ ଆସିଥିଲ ଆସିଲ ହଁ କଣ ଦେଖିଲ କୋଉ ଅବସ୍ଥା ଦେଖିଲ ସେ ପିଲାକୁ? ସେ ପଡିଥିଲେ ଶୋଇକି। ସ୍ୱାମୀ ସ୍ତ୍ରୀ କେମିତି ପଡିଥିଲେ କୋଉ ଅବସ୍ଥାରେ? ସେ ଛେତଲା ହେଇକି ପଡିଥିଲେ। ଛେତା ହେଇ ପଡିଥିଲେ। କଥାବାର୍ତ୍ତା ସେନ୍ସ ଥିଲା କି ନାଇଁ ଥାଏ? ସେନ୍ସ ନଥିଲା। ଆଚ୍ଛା ଆଉ ସେ ଛୁଆଟା? ଛୁଆଟା ରାସ୍ତାକୁ ଯାଇ ଅଟକଉଥିଲା ଗାଡିକି। ରାସ୍ତାକୁ ଯାଇ ଗାଡି ଅଟକଉଥିଲା। ହଁ ଦେଖନ୍ତୁ ମୁଁ ବର୍ତ୍ତମାନ ପହଞ୍ଚିଛି ଦେବଗଡ଼ର ସେଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି। ମୁଁ ଦେଖିବାକୁ ଚାହିଁବି କାରଣ ଯୋଉ ଘଟଣାଟି ଆପଣ ଘଟିଛି ଅଘଟଣଟି ଘଟିଛି ଇଏ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ। କାହିଁକି ଯାହା ବି ଘଟିଛି ଆପଣ ଦେଖନ୍ତୁ ଇଏ ହଉଛି ରାଞ୍ଚି ବିଜୟୱାଡା ରାଜପଥ ଏବଂ ଏଇଠି ପାଖରେ ଜଙ୍ଗଲ ରହିଛି। ପିଲାଟି ସେମାନେ ଏଇ ରାସ୍ତା ଦେଇକି ଭିତରକୁ ଯାଇଛନ୍ତି। ଦେଖନ୍ତୁ ଇଏ ହଉଛି ସେଇ ରାସ୍ତା। এই ରାସ୍ତାରୁ ସେମାନେ ବାଇକ୍ ନେଇକି ଜଙ୍ଗଲ ଭିତରକୁ ଯାଇଛନ୍ତି ଏବଂ ଏଠୁ ପାଖାପାଖି 400-500 ମିଟର ପରେ ଏ ଘଟଣା ଘଟିଛି। 9 ବର୍ଷର ଛୋଟ ପିଲାଟି ଯାହାକୁ କି ବିଷପାନ କରାଯାଇଥିଲା ସେ ପିଲାଟି ସାରା ରାତି କିପରି ରହିଲା ଏବଂ ରାତି କାଟିଲା ଏବଂ ତାପରେ ସେ ଯେତେବେଳେ ବାହାରକୁ ଆସିଛି ଏବଂ ତାପରେ ଲୋକମାନେ ଯେତେବେଳେ ଏ ବିଷୟରେ ଜାଣିଲେ କେଉଁ ଜାଗାରେ ଘଟଣାଟା ହେଇଥିଲା। ଏଇଠି କୋଉଠି ହେଇଥିଲା ଦେଖୁଛି ମୁଁ କହିବି। ତୁମେ ଆସିଲ ହଁ କଣ ଦେଖିଲ କୋଉ ଅବସ୍ଥା ଦେଖିଲ ସେ ପିଲାକୁ? ସେ ପଡିଥିଲେ ଶୋଇକି। ସ୍ୱାମୀ ସ୍ତ୍ରୀ କେମିତି ପଡିଥିଲେ କୋଉ ଅବସ୍ଥାରେ? ସେ ଛେତଲା ହେଇକି ପଡିଥିଲେ। ଛେତା ହେଇ ପଡିଥିଲେ। କଥାବାର୍ତ୍ତା ସେନ୍ସ ଥିଲା କି ନାଇଁ ଥାଏ? ସେନ୍ସ ନଥିଲା। ଆଚ୍ଛା ଆଉ ସେ ଛୁଆଟା? ଛୁଆଟା ରାସ୍ତାକୁ ଯାଇ ଅଟକଉଥିଲା ଗାଡିକି। ରାସ୍ତାକୁ ଯାଇ ଗାଡି ଅଟକଉଥିଲା। ହଁ ଆଚ୍ଛା ତାପରେ ଇଏ ଜଙ୍ଗଲ ରାସ୍ତାରେ ଇଏ ଭିତରକୁ ଆସିଲା ପରେ ଏଇ ପାଖରେ ପଡିଲା ପରେ ତାପରେ କଣ ହେଲା ତମେ ଦେଖିଲା ପରେ କଣ କଲ ତାକୁ? ପୋଲିସ ଆସିଲା କି ସାଧାରଣ ଲୋକମାନେ ନେଇଗଲେ? ପୋଲିସ ଆସିକି ନେଲା ପୋଲିସ। ଆଚ୍ଛା ଏମିତି ଭିତରକୁ ଯିବା ନେଟୱାର୍କ କିଛି ସମସ୍ୟା ହଉଛି ଆମେ ମେନ୍ ରୋଡକୁ ପୁଣି ଆସିବା। ଆଚ୍ଛା ଇଏ ଯେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ତମମାନେ ସେଟା କଣ କରୁଥିଲ ଖେଳୁଥିଲ କି କଣ କରୁଥିଲ? ଆମର ଭଲି ଟୁର୍ଣ୍ଣାମେଣ୍ଟ ହଉଥିଲା। ଆଚ୍ଛା ଆମେ ସେଠି ସଫାସଫି କରୁଥିଲୁ। ମେସେଜ ଆଇଲା ସବୁ ଲୋକ ଆସିଲେ। ପୋଲିସ ଆଗରୁ ଆସିଥିଲା ସବୁ ଆସିକି ସବୁ ନେଲେ ପୋଲିସ ନେଇକି ଆଉ। ପୋଲିସ ନେଇକି ଗଲା। ଆଚ୍ଛା ସେତେବେଳକୁ ସେ ଛୁଆଟିର ଅବସ୍ଥା କେମିତି ଥିଲା? ଛୁଆ ଭଲ ଥିଲା। ଛୁଆ ଭଲ ଥିଲା। କଥାବାର୍ତ୍ତା କରିପାରୁଥିଲା? ହଁ ଆଉ ସ୍ୱାମୀ ସ୍ତ୍ରୀଙ୍କୁ ପୋଲିସ ନେଇକି ପ୍ରଥମେ କୋଉଠି ଗଲା? ଅନ୍ୟ ଲୋକ ସବୁ ଜମା ହେଇଯାଇଥିବେ ସେ ସମୟରେ? ଲୋକ ପ୍ରବଳ ହେଇଯାଇଥିଲେ। ସେ ଛୁଆ କିଛି କଥା କହିପାରୁଥିଲା? ହଁ ଛୁଆ କଥା ଆଉ ସେ ମୁଁ ଜାଣିନି କିନ୍ତୁ କଥା କହୁଥିଲା। ସ୍ୱାମୀ ସ୍ତ୍ରୀ ମାନେ ଆଉ ଅବସ୍ଥା କଥା କହିବା ଅବସ୍ଥା ନଥିଲେ? ବଳ ନଥିଲା ତାଙ୍କ ଦେହରେ। କିନ୍ତୁ ଏଠି ନେଲା ବେଳକୁ ବଞ୍ଚିଥିଲେ କି ମରି କଣ ଲାଗୁଥିଲା ଦେଖିଲେ? ସେ କହିପାରେ ନା କିନ୍ତୁ ସେନ୍ସ ନଥିଲା। ଏ ଜାଗାଟା କି ଜାଗା କହୁଛନ୍ତି ତାକୁ? ଆମେ ଏଠି ବହୁତ ନେଟୱାର୍କ ସମସ୍ୟା ହଉଛି। ଆମେ ପୁଣି ଫେରିବା ସେ ମେନ୍ ରୋଡ ପାଖକୁ। ଏଟା ଦଲକ ମଠ ଆଗରେ। ଦଲକ ମଠ ଆଗରେ। ଦଲକ ମଠ। ସେମାନେ ତାଙ୍କ ବାଇକ୍ କୋଉଠି ଥିଲା? ବାଇକ୍ ରାସ୍ତା ଉପରେ ଥିଲା କି ଭିତରେ ଥିଲା? ବାଇକ୍ ସହ ସେପଟେ ଭିତରେ ଥିଲା। ଅଲଗା ଜାଗା ଥିଲା ବାଇକ୍? ହଁ ତାମାନେ ବାଇକ୍ ଅଲଗା ଜାଗାରେ ରଖିକି ଏଠି ସେମାନେ ଚାଲି ଚାଲି ବୋଧେ ଆସୁଛନ୍ତି ଭିତରେ? ହଁ ହଁ ଆଚ୍ଛା ମୁଁ କ୍ୟାମେରା ପର୍ସନ କହିବି ସେ ଦେଖେଇବେ ଆପଣଙ୍କୁ। ଇଏ ଏଷ୍ଟାବ୍ଲିଶ କରିବେ ଇଏ ହଉଛି ସେ ରୋଡ ଜଙ୍ଗଲ ପାଖକୁ ଏଇ ଯୋଉ ଜାତୀୟ ରାଜପଥ ଅଛି ଏବଂ ଏଠି ତମମାନେ ସବୁ ପିଲାମାନେ ଖେଳୁଥିଲା ସେଇ ସମୟରେ? ହଁ ଆମେ ସେ କରଲବାରେ ଖେଳୁଥିଲୁ। ଆଚ୍ଛା ଖେଳ ଟୁର୍ଣ୍ଣାମେଣ୍ଟ ହଉଥିଲା ଆମର 2 ଦିନ ଧରି। ସେଠି କାମ ଚାଲିଥିଲା। ଆଚ୍ଛା ଫୋନ ଆଇଲା ଯେମିତି ଆମେ ଆସିଲୁ। ବହୁତ ଲୋକ ଆସି ଜମା ହେଇଥିବେ? ବହୁତ ଲୋକ। ତାପରେ ତାଙ୍କୁ ପୋଲିସ ଆସିକି ନେଇକି ଗଲା ରେସ୍କ୍ୟୁ କରି ସମସ୍ତଙ୍କୁ ନେଇକି ଗଲା? ପୋଲିସ କେତେବେଳୁ ଆସିଲାଣି ସମସ୍ତଙ୍କ ଆଗରେ ପୋଲିସ। ଆଚ୍ଛା ପୋଲିସ ପ୍ରଥମେ ପହଞ୍ଚି ଯାଇଥିଲା? ତମେ ଆସିଲା ବେଳକୁ ପୋଲିସ ପହଞ୍ଚି ସାରିଥିଲା? ସମସ୍ତଙ୍କୁ ପ୍ରଥମେ ପୋଲିସ ଆସିଥିଲା। ତାପରେ ତାଙ୍କୁ ରେସ୍କ୍ୟୁ କରିକି ନେଇକି ଗଲା। ଆମର ଦେବଗଡ଼ ପ୍ରତିନିଧି ଅଛନ୍ତି ସିଦ୍ଧାର୍ଥ ଗୁରୁ ଅଛନ୍ତି। ଯେହେତୁ ଏଇ ଯୋଉ ଗୋଟେ ସମ୍ବେଦନଶୀଳ ଘଟଣା ଆପଣ ସୂଚନା ପାଇଲେ ପ୍ରକୃତ କଣ ସମ୍ଭାବ୍ୟ କାରଣ କଣ ହେଇଥାଇପାରେ କଣ ଲାଗୁଛି? ଦେଖନ୍ତୁ ସମ୍ଭାବ୍ୟ କାରଣ ଯାହା ଆଲୋଚନା କରାଯାଉଛି ଯେ ସ୍ୱାମୀ ସ୍ତ୍ରୀ ଦୁଷ୍ମନ୍ତ ଏବଂ ତାଙ୍କର ସ୍ତ୍ରୀ ରିଙ୍କି ମଧ୍ୟରେ କୌଣସି କାରଣକୁ ନେଇକରି ମଝିରେ ବିବାଦ ସୃଷ୍ଟି ହେଉଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହେଉଥିଲା। କିନ୍ତୁ ଗତ ମଙ୍ଗଳବାର ଦିନ ରିଙ୍କି ସହିତ ଏବଂ 5 ବର୍ଷର ଶିଶୁ ପୁତ୍ର ସହିତ ଦୁଷ୍ମନ୍ତ ଶ୍ୱଶୁର ଘରକୁ ଯାଇଥିଲେ ଝରାବରିଣୀ ଗାଁକୁ। ସେଇଠୁ ଗତ ଶନିବାର ସନ୍ଧ୍ୟାରେ ଫେରୁଥିଲେ ବାଇକ୍ ଯୋଗେ। ବାଇକ୍ରେ ଆସିବା ପର୍ଯ୍ୟନ୍ତ ଯାହା ସୂଚନା ମିଳୁଛି ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ପରିବାର ତରଫରୁ ଯେ ଯାହା ସ୍ୱାଭାବିକ ଥିଲା ନର୍ମାଲ ଥିଲା। ସେମାନେ ଠିକ୍ ଭାବରେ ବାହାରିଛନ୍ତି ଘରୁ ଏବଂ
ନିଜର ଶ୍ୱଶୁର ଘରୁ କିନ୍ତୁ ଭଲରେ ବାହାରିଛନ୍ତି। ଦେଖନ୍ତୁ ଦାମ୍ପତ୍ୟ କଳହ ଇଏ ପ୍ରାୟ ଅଧିକାଂଶ ସବୁ ନିମ୍ନ ମଧ୍ୟବିତ୍ତଠୁ ଆରମ୍ଭ କରି ଧନୀ ପରିବାର ସମସ୍ତଙ୍କ ଘଟେ ଇଏ ଗୋଟେ ନୂଆ କଥା ନୁହେଁ। ତା ଅର୍ଥ ନୁହେଁ ଯେ ବିଷ ପିଇକି ସମୂହ ହତ୍ୟା ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ନିଜ ଜନ୍ମିତ ଛୁଆଟିକୁ ମଧ୍ୟ ମାରିବାକୁ ଉଦ୍ୟମ କରିବା ନିଶ୍ଚିତ ଭାବେ ଦୁଃଖଦାୟକ ଏବଂ ଏହା ପଛରେ କ'ଣ କିଛି ବଡ଼ କାରଣ ମଧ୍ୟ ଥାଇପାରେ ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ପୁଲିସ ମଧ୍ୟ କହୁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଏହାର ସ୍ପଷ୍ଟ ହୋଇପାରେ ନାହିଁ। ସେ ତିନୋଟି ବିଷ ବୋତଲ ଧରିକି ଆସିଥିଲେ ଯାହା ସେ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ତାମାନେ ଇଏ ପୂର୍ବ ଯୋଜନା ଅନୁସାରେ ଆସିଛନ୍ତି। ତାହେଲେ ବିଷ ବୋତଲ ସାଙ୍ଗରେ କିଏ ଧରିକି ବୁଲିବ? ନିଶ୍ଚିତ ଭାବରେ କିମ୍ବା ଶ୍ୱଶୁର ଘରୁ ଯେତେବେଳେ ନିଜ ଘରକୁ ଫେରିଛନ୍ତି ବାଟରେ ମଧ୍ୟ ପେଷ୍ଟିସାଇଡ ଦୋକାନ ରହୁଛି, କୀଟନାଶକ ଔଷଧ ଦୋକାନ ଗୁଡ଼ା ରହିଛି, ସେଠୁ ମଧ୍ୟ ଆଣିଥାଇପାରନ୍ତି। ଯାହା ଅନୁମାନ କରାଯାଉଛି ବାଟରେ ସେମାନଙ୍କର ମଧ୍ୟରେ କଳହ ସୃଷ୍ଟି ହୋଇଥାଇପାରେ ଏବଂ ଏଭଳି ଏକ କଠୋର ନିଷ୍ପତ୍ତି ନେବାକୁ ସେମାନେ ବାଧ୍ୟ ହୋଇଥାଇପାରନ୍ତି। ଏହା ମଧ୍ୟ ଆଲୋଚନା ହେଉଛି। କିନ୍ତୁ ଘଟଣାସ୍ଥଳରେ ଯେଉଁ ତିନୋଟି ବିଷ ବୋତଲ ମିଳିଛି ଯାହା ପ୍ରତ୍ୟକ୍ଷଦର୍ଶୀ କହୁଥିଲେ ସେ ଭିତରୁ ଗୋଟେ ବିଷ ବୋତଲ ଆଦୌ ଖୋଲାଯାଇ ନଥିଲା। ଆଉ ଗୋଟେ ବୋତଲ ଖୋଲା ଯାଇ ନଥିଲା। ତାମାନେ ବୋଧହୁଏ ଦୁଇଟି କନଜ୍ୟୁମ କରିଛନ୍ତି ଆଉ ଗୋଟେ କନଜ୍ୟୁମ କରିନାହାନ୍ତି। ନିଶ୍ଚିତ ଭାବରେ ଏଇଠୁ ଆମେ ଯାହା ଭାବିବା ଦୁଇଟା କୁ ବ୍ୟବହାର କରାଯାଇଛି ଏବଂ ଅନ୍ୟ ଗୋଟେକୁ ଖୋଲାଯାଇ ନାହିଁ, ମାନେ ବ୍ୟବହାର ହେଇନାହିଁ। ଯଦି ଦୁଇଟା ବୋତଲ କନଜ୍ୟୁମ କରିଥିବେ ତାହେଲେ ଏ ବଞ୍ଚିବାର ସମ୍ଭାବନା ସେତେବେଳେ ହିଁ କ୍ଷୀଣ ଥିଲା। କାରଣ ଯଦି ମାତ୍ରାଧିକ କନଜ୍ୟୁମ କରିଥିବେ ବା ବିଷ ପାନ କରିଥିବେ ଗୋଟେ ଗୋଟେ ଦୁଇ ବୋତଲ ଇଏ ମଧ୍ୟ ନିଶ୍ଚିତ ଭାବରେ ଯେହେତୁ କୀଟନାଶକ ଔଷଧ ବହୁତ କଡ଼ା ରହିଥାଏ ଏବଂ ଏହା ଅଳ୍ପ ବ୍ୟବହାର କଲେ ମଧ୍ୟ ଜୀବନ ଯାଇଥାଏ। ଆଉ ଗୋଟେ ଆଶ୍ଚର୍ଯ୍ୟ କଲା କଥା ହଉଛି ସେ ଛୋଟ ଛୁଆଟି 5 ବର୍ଷ ଛୁଆଟି ବର୍ତ୍ତିଗଲା କେମିତି? ନିଶ୍ଚିତ ଭାବରେ ଏହା ଆଶ୍ଚର୍ଯ୍ୟଜନକ କଥା। କିନ୍ତୁ ତଥାପି ପୁଲିସ ଯାହା କହୁଛି ଏବଂ ସ୍ୱାସ୍ଥ୍ୟ ବିଭାଗ ଯାହା କହୁଛି ଅଳ୍ପ କିଛି ସେ କନଜ୍ୟୁମ କରିଥିଲେ ଆଉ ବାନ୍ତି ଛେଣ୍ଡିପଦା ଡାକ୍ତରଖାନାରେ ପଟାସ ପାଣି ଦେଇକି ତାଙ୍କୁ ବାନ୍ତି ବି କରିଦିଆଯାଇଥିଲା। ଗ୍ରାଉଣ୍ଡ ଜିରୋରେ ଆପଣ ସ୍ଥିତି ଦେଖୁଥିଲେ ଘଟଣାର ପୃଷ୍ଠଭୂମି କଣ ରହିଥିଲା ସେ ନେଇକି ଯଦିଓ କ୍ଲାରିଟି ଆସିନାହିଁ କିନ୍ତୁ ସେମାନେ କିପରି ଆସିଥିଲେ ଶ୍ୱଶୁର ଘରୁ ଏଠାକୁ କିପରି ଆସିଲେ ଏବଂ ମୁଖ୍ୟ ଜାତୀୟ ରାଜପଥରୁ କିପରି ଜଙ୍ଗଲ ଭିତରକୁ ଗଲେ ଏବଂ ସେପରି କୋଉ ପରିସ୍ଥିତିରେ ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ସେ ନେଇକି ଆପଣ ଚିତ୍ର ଦେଖୁଥିଲେ। ତେବେ ନିର୍ଦ୍ଦିଷ୍ଟ କାରଣ ହୁଏତ ଏପର୍ଯ୍ୟନ୍ତ କ୍ଲାରିଟି ଆସିନାହିଁ, ପରବର୍ତ୍ତୀ ସମୟରେ ହୁଏତ ଏହା ସ୍ପଷ୍ଟ ହେବ।